ଆରେ ଓ ପଗା ମଉସା ଇଏ ସକାଳୁ ସକାଳୁ କୁଆଡେ ଯାଉଛ କିଓ? ନାଇଁ ରେ ବାପା ଯିବା ଆଉ କୁଆଡେ ଏଇ ସକାଳୁ ସକାଳୁ କା ଦୋକାନରେ ପଗା ପକେଇ ମାଗଣାରେ ଖାଇବାକୁ ଯାଉଛି ଆଉ। ବୁଝିଲ ପଗା ମଉସା ଦୁନିଆ ବଦଳିଲା ହେଲେ ତମେ ବଦଳି ପାରିଲନି। ହଉ ଛାଡ ମତେ ଟିକେ କହିଲ ତମରେ ଅଦ୍ଭୁତିଆ ପଗା ନା ଟା ଦେଲା କିଏ? ଆରେ ବାପା ମୋ ନା ପଛର କାହାଣୀ ଶୁଣିବୁ? ହଉ ଶୁଣୁ ମୁଁ ସେତେବେଳେ ଜବାନ ଥାଏ ଆଉ ଆର ଗାଁକୁ ମଇଁଷି ଚରେଇବାକୁ ଯାଏ। ଆରେ ମଣିଷ ମତେ ଭାରି ଶୋଷ, ମତେ ଟୋପେ ପାଣି ଦେଇ ପାରିବୁ? ଆଜ୍ଞା ବାବା ଏଇ ନିଅନ୍ତୁ ପାଣି, ଆଉ ସେଥିରେ କିଛି ଖାଇବା ବି ଅଛି, ଖାଇ ନେବେ ଆଜ୍ଞା। ଆରେ ମଣିଷ ମୁଁ ତତେ ଖାଲି ପାଣି ମାଗିଲି, ହେଲେ ତୁ ପାଣି ସହ ତୁ ତୋର ସବୁ ଖାଦ୍ୟ ବି ମତେ ଦେଇଦେଲୁ। ଏଥିରେ ମୁଁ ବହୁତ ସନ୍ତୁଷ୍ଟ ହେଲି। ଏ ମଣିଷ ଶୁଣ, ତୋରେ କାର୍ଯ୍ୟ ଦେଖି ମୁଁ ତତେ ଗୋଟେ ଏମିତିକା ଶକ୍ତିଶାଳୀ ପଘା ଦେବି ଯାହା ଦ୍ୱାରା ତୁ ଯାହାକୁ ଚାହିଁବୁ ଯେତେ ଦିନ ଚାହିଁବୁ ବାନ୍ଧିକି ରଖିପାରିବୁ। ହେଲେ ଯେମିତି ଏ ପଘାର ତୁ କେବେ ଖରାପ ବ୍ୟବହାର ନ କରୁ, ବୁଝିଲୁ? ଆଜ୍ଞା ବାବା ଆପଣ ଯାହା କହିଲେ ମୁଁ ସେମିତି ହିଁ କରିବି। ଆରେ 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 ଏମିତିକା ଜିନିଷ ଏ କାଳିଆର କଣ ହବ ଯେ? ଏସବୁ ତ କେବଳ ମୋର ଚୋରି ବେଳେ ଦରକାର। ଆଜି ଯେମିତି ବି ହେଲେ ସେ ପଘାକୁ ଆଣି ମତେ ଟେଷ୍ଟ କରିବାକୁ ପଡିବ। ଏଇଟା ସତରେ ଶକ୍ତିଶାଳୀ ପଘା କି ନୁହଁ? ଓହୋ କି ଖରା, ଇଏ ଶାନ୍ତି ପାଣି ଗ୍ଲାସ ଆଣିଲ। ଆରେ 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 ତମେ ତ ଆସିଲ, ଇଏ ମଇଁଷିର ପଘାକୁ ଘରକୁ କାଇଁ ଆଣିକି ଆସିଲ? ଆରେ କୋଉ ଏମିତି ସେମିତି ପଘା ନୁହଁ, ବୁଝିଲ? ଇଏ ଗୋଟେ ଶକ୍ତିଶାଳୀ ପଘା। ଆରେ ପଘା ତ ପଘା, ଏଥିରେ ପୁଣି ଶକ୍ତିଶାଳୀ କୋଉଠୁ ଆସିଲା ଯେ? ଆଜି ମୁଁ ଫେରିଲା ବେଳେ ୟାକୁ ଜଣେ ବାବା ମତେ ଦେଲେ। ୟା ଦ୍ୱାରା ଆମେ ଆମ ସୁରକ୍ଷା ପାଇଁ ଯାହାକୁ ପାଇବା ଯେତେ ଦିନ ପାଇଁ ବନ୍ଦୀ କରି ରଖିପାରିବା, ବୁଝିଲ? ଆଉ ୟାକୁ ଭଲସେ ଆଲମାରିରେ ରଖିଦିଅ। ଲାରେ ଲାପା ବହୁ କଷ୍ଟରେ ସେ କାଳିଆ ଘରେ ପଶି ଏ ପଘାକୁ ଆଣିଲି। ଏବେ ଏଇ ଘରେ ପଶି ଚୋରି କରିବି ଆଉ ଦେଖିବି ସତରେ ପଘା ଶକ୍ତିଶାଳୀ ପଘା କି ସାଧା ପଘା। ଏ ଭାଇ କିଏ ତମେ? କିଏ ତମେ? ଆଉ ଆମ ଘରେ ଏତେ ରାତିରେ କେମିତି ପଶିଲ? ଏ ଭାଇ ଘରେ ଯାହା ବି ସବୁ ଟଙ୍କା ସୁନା ଅଛି ଜଲ୍ଦି ଆଣ, ନହେଲେ ଏ ଭାଇ କିଏ ତମେ? ଆଉ ମୋ ଟଙ୍କା ସୁନା ତମକୁ ଖାଇଦେବି। ଏ କିଏ କୋଉଠି ଅଛ ଆସରେ? ଏ ତୁ ଏ ଡାକୁ ଆଗରେ ଚିଲଉଛୁ, ଏଇ ନେ। ଆରେ ବା ଏ ପଘା ତ ସତରେ ଶକ୍ତିଶାଳୀ ପଘା। ହଉ ତୁ ଏମିତି ଷ୍ଟାଚୁ ପରି ପଡିଥା, ମୁଁ ଟିକେ ତୋର ସବୁ ଟଙ୍କା ସୁନା ଲୁଟି ଆଣେ। ମୁଖିଆ ଆଜ୍ଞା ମୁଁ ଭାସିଗଲି ଆଜ୍ଞା, ଆଉ ମୋର ନାହିଁ କିଛି ଆଜ୍ଞା। ମୁଖିଆ ଆଜ୍ଞା ଆମେ ବି ବର୍ବାଦ ହେଇଗଲୁ ଆଜ୍ଞା। ଆରେ ଆରେ ତମେ ମାନେ ସମସ୍ତଙ୍କର ଏକା ବେଳେ ଏମିତି କି ଅସୁବିଧା ହେଲା କି ରେ? ମୁଖିଆ ଆଜ୍ଞା ଆମ ସମସ୍ତଙ୍କ ଘରେ ଗୋଟିଏ ଚୋର ପଶି ସବୁ ଚୋରି କରି ଦେଇଛି ଆଜ୍ଞା। ଆଉ ଯଦି ଆମ ଭିତରୁ କେହି ତାକୁ ରୋକିବାକୁ ଚାହିଁଲେ ବି ରୋକି ପାରୁନୁ, କାରଣ ସେ ଚୋର ଗୋଟେ ଶକ୍ତିଶାଳୀ ପଘା ଦ୍ୱାରା ଆମକୁ ବାନ୍ଧି ଦଉଛି, ଆଉ ସବୁ ଲୁଟି ସାରିଲା ପରେ ଆମକୁ ଆପେ ଛାଡି ଦଉଛି ଆଜ୍ଞା, ଆପେ ଛାଡି ଦଉଛି। ଆରେ ତ ବଡ ଅଡୁଆ କଥା, ଶକ୍ତିଶାଳୀ ପଘାରେ ବାନ୍ଧି ଦଉଛି ତାପରେ ଲୁଟୁଛି। ହଉ ତମେ ମାନେ ଜମା ବ୍ୟସ୍ତ ହୁଅ ନା, ମୁଁ କିଛି ଗୋଟେ କରୁଛି। ମୁଖିଆ ଆଜ୍ଞା ଆଜି ଆପଣ ହଠାତ୍ ଆମ ଘରେ କଣ କିଛି କାମ ଥିଲା କି? ହଁ ତମେ ତ ଜାଣିଥିବ ଗାଁରେ ଏବେ ଗୋଟିଏ ଡର, ଘୋଡା ଚୋର। ମୁଁ ତ କିଛି ବୁଝି ପାରୁନି ଯେ ଏମିତିକା ଶକ୍ତିଶାଳୀ ପଘା ସେ ଚୋର ଆଣିଲା କୋଉଠୁ। ସେ ପଘା ବିଷୟରେ ମୁଁ ଜାଣିଛି ଆଜ୍ଞା, ସେ ପଘା ମୋର। ସେ ପଘାକୁ ମତେ ଜଣେ ବାବା ଦେଇଥିଲେ, ହେଲେ ମୁଁ ବୁଝି ପାରୁନି ଯେ ସେ ଚୋର ମୋ ଘରୁ ସେ ପଘାକୁ କେମିତି ନେଇଗଲା। ତାହେଲେ ଆଉ ଡେରି କରନା, ଚାଲରେ କାଳିଆ। ସେ ବାବାଙ୍କ ପାଖକୁ ଗଲା ପରେ ହିଁ ଆମକୁ ଏସବୁର କିଛି ଗୋଟେ ସମାଧାନ ମିଳିବ। ପ୍ରଣାମ ବାବା। ଆରେ ମଣିଷ ତୁ ଆସିଛୁ, କଣ ହେଲା କହ? ଆଜ୍ଞା ବାବା ଆପଣ ଦେଇଥିବା ପଘାକୁ ମୁଁ ସାଇତି ରଖିଥିଲି, ହେଲେ ଗୋଟେ ଚୋର ତାକୁ ଚୋରି କରି ନେଇ ତାରି ଦ୍ୱାରା ଲୋକଙ୍କୁ ବନ୍ଦୀ କରି ସବୁ ଲୋକଙ୍କ ଘରୁ ଲୁଟୁଛି ଆଜ୍ଞା। ଆପଣ କିଛି ଗୋଟେ କରନ୍ତୁ ଆଜ୍ଞା, କିଛି ଗୋଟେ କରନ୍ତୁ। ଆଜ୍ଞା ବାବା ଆପଣ ହିଁ ଆମର ଶେଷ ଭରସା, କେବଳ ଆପଣ ହିଁ ସେ ଚୋରକୁ ରୋକିବାର ବାଟ କାଢନ୍ତୁ ବାବା। ତାହେଲେ ଠିକ ଅଛି, ଶୁଣ ମଣିଷ, ସେ ଚୋରକୁ କେବଳ ତୁ ହିଁ ରୋକିପାରିବୁ, କାରଣ ସେ ପଘାର ଶକ୍ତି ତୋର କିଛି ବି କ୍ଷତି କରିପାରିବନି। ତ କେବଳ ତୁ ହିଁ ତାକୁ ରୋକିପାରିବୁ। ଯା ଦୌଡ଼ କାଳିଆ ଦା ଦୌଡ଼, ପୁଣି ସେ ଘୋଡ଼ା ଚୋର କାହାକୁ ଆସିଛି, ଦୌଡ଼ ଦାଦା। ନା ଏବେ ଆମେ ନୁହଁ, ସେ ଚୋର ଦୌଡ଼ିବ ଆଉ ଦେଖିବ କାହା ପଘାରେ ଅଛି କେତେ ଶକ୍ତି।